ବିଜେପୁର ଏନ୍ଏସି ଅଧୀନସ୍ଥ ପାର୍ବତୀଗିରି ମାର୍କେଟ କମ୍ପ୍ଲେକ୍ସର ବିଦ୍ୟୁତୀକରଣ କାର୍ଯ୍ୟକୁ ଗତି ଦେବା ପାଇଁ ଏକ ନୂତନ 100 କେଭି ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗର୍ତ୍ତିଆଙ୍କ ଦ୍ୱାରା ଭୂମି ପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଭୁଦତ୍ତ ସାହୁ ଏବଂ ଇଲେକ୍ଟ୍ରିକାଲ ବିଭାଗର ଏସ୍ଡିଓ ଶ୍ରୀ ସୁଧୀର ମହାପାତ୍ର ଅତିଶୀଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଜେଇ ଶ୍ରୀ ଅଜୟ କୁମାର ପାତ୍ର, କାଉନସିଲର ଶ୍ରୀ ଦୀପକ ପାଣିଗ୍ରାହୀ, ଶ୍ରୀ ପ୍ରଶାନ୍ତ ପ୍ରଧାନ, ଶ୍ରୀ ଘନଶ୍ୟାମ ପ୍ରଧାନ, ଇଲେକ୍ଟ୍ରିକାଲ ବିଭାଗର ଜେଇ ଶ୍ରୀ ସମ୍ବିତ ବହିଦାର, ଲାଇନମ୍ୟାନ୍ ଶ୍ରୀ ଉତ୍ତମ କୁମାର ନାୟକ ତଥା ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ବିଜେପି ଦଳର ବରିଷ୍ଠ କର୍ମୀ ଶ୍ରୀ ସୁଶାନ୍ତ କୁମାର ଗର୍ତ୍ତିଆ, ଶ୍ରୀ ମହେଶ ଦେବତା, ଶ୍ରୀ ଯୋଗୀନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଶୁଭ କାର୍ଯ୍ୟରେ ଯୋଗଦାନ କରିଥିଲେ।